ଦେଖନ୍ତୁ ଯେତେବେଳେ ବି ଚାଷୀଙ୍କର ଧାନ କିଣା ପ୍ରସଙ୍ଗ ଆସୁଛି ସେତେବେଳେ ଆପଣ ଦେଖିବେ ସରକାର ଗୋଟେ ଚଞ୍ଚଟତା କରିବା ପାଇଁ ସେମାନଙ୍କ ସହିତ ଚେଷ୍ଟା କରୁଛନ୍ତି। ଗତ ଖରିଫ ସିଜନରେ ବି ସେୟା ହେଇଥିଲା, ଗତ ରବି ସିଜନରେ ବି ସେୟା ହେଇଥିଲା ଏବଂ ଏବେ ଯୋଉ ଖରିଫର ଧାନ କିଣା ସମୟ ଆସୁଛି ସେ ସମୟରେ ମଧ୍ୟ ଯୋଉ ପଞ୍ଜୀକରଣ ଆରମ୍ଭ ହେଲା ମାତ୍ରେ ଚାଷୀଙ୍କ ଉପରେ ଗୋଟେ ଚଡ଼କ ପଡୁଛି। ଆପଣ ନିୟମକୁ ବାରମ୍ବାର ବଦଳେଇ ପାରିବେ ନାହିଁ। ଗୋଟିଏ ନିୟମ କରିଛନ୍ତି ପଞ୍ଜୀକରଣରେ, ଯୋଉମାନେ ଚାଷୀ ଅଛନ୍ତି ତାଙ୍କୁ ପଞ୍ଜୀକରଣ ହବ, ଯୋଉମାନେ ଚାଷ କରିଛନ୍ତି। ଏବଂ ତା ସହିତ ଗୋଟେ ବଡ ଇସ୍ୟୁ ରହିଛି, ଭାଗ ଚାଷୀଙ୍କର ମଧ୍ୟ କେମିତି ଧାନ ବିକ୍ରି ହବ ସେ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଏଥର କ'ଣ କରିଛନ୍ତି, ହଠାତ୍ ତାଙ୍କ ମନକୁ ଆସିଲା ଯେ ଯେହେତୁ ଧାନ ଆଗରୁ ଧାନ କିଣିବାରେ ତାଙ୍କର ଅଧିକ ଧାନ ପ୍ରଡକ୍ସନ ହଉଛି, ଅଧିକ ଧାନ କିଣିବାକୁ ପଡୁଛି, ସରକାର ଅଡୁଆରେ ପଡୁଛନ୍ତି, ସରକାର ଧାନ କିଣିବାକୁ ଚାହୁଁନାହାନ୍ତି ଅଧିକ, କାରଣ ତାଙ୍କୁ 800 ଟଙ୍କା ଇନପୁଟ ସବସିଡି ଦେବାକୁ ପଡୁଛି। ସେଥିପାଇଁ ସେମାନେ ଗୋଟେ ଷଡ଼ଯନ୍ତ୍ର କରିଛନ୍ତି ଯେ ଚାଷୀଙ୍କର କମ ଧାନ କିଣିବା ପାଇଁ ଏଗ୍ରିଷ୍ଟାକ୍ ନାମରେ ଗୋଟେ ନୂଆ ନିୟମ ଆଣିଲେ। ସେ ନିୟମରେ ସେମାନେ ଲୋକଙ୍କର ଯୋଉ ଯାହାଙ୍କ ନାଁରେ ଜମି ଅଛି ତାଙ୍କ ବ୍ୟତୀତ ଆଉ କିଏ ଧାନ ବିକ୍ରି କରିପାରିବେନି। ଯାହା ଫଳରେ ଯୋଉ ଲୋକ ଯାହାର ବାପା ମରିଯାଇଛନ୍ତି ତାଙ୍କ ନାଁରେ ଧରନ୍ତୁ ଜମି ଅଛି, ତାଙ୍କର ପୁଅମାନେ ଧାନ ବିକ୍ରି କରିପାରିବେନି। ଏ କଥାକୁ ନେଇକରି ସାରା ଓଡିଶାରେ ବର୍ତ୍ତମାନ ଚାଷୀ ମାନଙ୍କ ଭିତରେ ଗୋଟେ ପ୍ରକାର ଆତଙ୍କ ସୃଷ୍ଟି ହେଇଛି ଏବଂ ସରକାର ଜାଣିଶୁଣି ଏଟା କରୁଛନ୍ତି। ଏବେ ପୁଣି ଯେତେବେଳେ ସେ ତାଙ୍କ ଉପରେ ଚାପ ପଡୁଛି, ମନ୍ତ୍ରୀ ଗୋଟେ କଥା କହୁଛନ୍ତି, କିନ୍ତୁ ମନ୍ତ୍ରୀ ଯାହା କହୁଛନ୍ତି ତାର ଆଦେଶ ବର୍ତ୍ତମାନ ସୁଦ୍ଧା ଗ୍ରାଉଣ୍ଡ ଲେଭେଲରେ ନାହିଁ। ସୋସାଇଟିରେ ସେକ୍ରେଟାରୀ ତାକୁ ମାନୁନାହାନ୍ତି। ତେଣୁ ଗୋଟେ ହାହାକାର ପରିସ୍ଥିତି ପୁଣି ଥରେ ସୃଷ୍ଟି ହେଇଛି ଧାନ କିଣିବା ଆରମ୍ଭ।